ଏବେ ଅନୁଭବ ମହାନ୍ତିଙ୍କ ଖୁସିର ଠିକଣା ନାହିଁ। ଏତେ ପାରିବାରିକ ବିବାଦ ଭିତରେ ବି ଅନୁଭବ ମହାନ୍ତିଙ୍କ ଜୀବନରେ ଏମିତି ଏକ ଖୁସି ଆସିଛି ଯେ ଯୋଉ ଖୁସିର ଠିକଣା ନାହିଁ। ହଁ ଆଜ୍ଞା, ଆମେ ଏଇଠି କହି ରଖୁଛୁ, ଗତ କିଛି ମାସ ହେବ ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ କିଡନୀ ରୋଗରେ ପୀଡ଼ିତ ଥିଲେ। ଆଉ ଏକ ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସା ହେଉଥିଲେ। ତାଙ୍କ କିଡନୀ ଭଲ ଭାବରେ ଟ୍ରାନ୍ସପ୍ଲାଣ୍ଟ ହେବା ପାଇଁ ଅନୁଭବ ମହାନ୍ତି କେତେ ଯେ ଭଗବାନଙ୍କୁ ଡାକିଛନ୍ତି ଆଉ ମାନସିକ ମଧ୍ୟ କରିଛନ୍ତି। ଆଉ ଏବେ ଏବେ ଖବର ଆସିଛି ତାଙ୍କ ବାପାଙ୍କର ସଫଳତାର ସହିତ ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଶେଷ ହୋଇଛି। ସେ ଏବେ ସୁସ୍ଥ ଅଛନ୍ତି, ଯାହାକୁ ନେଇ ଅନୁଭବ ମହାନ୍ତି ବହୁତ ଖୁସି ଥିବାର ନଜରରେ ଆସିଛନ୍ତି।